ଜଗନ୍ନାଥ ସଂସ୍କୃତି ବିଷୟରେ ଯେତେ ଜାଣିଲେ ବି ତାହା କମ୍ ହୋଇଥାଏ। ଏ ସଂସ୍କୃତି ବିଷୟରେ ଜାଣିବା ପାଇଁ ହୁଏତ ଗୋଟିଏ ଜୀବନ ଯଥେଷ୍ଟ ହୋଇନଥାଏ। ପୁରୀରେ ଅବସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରକୁ ବିଶ୍ୱର କୋଣ ଅନୁକୋଣରୁ ଲୋକ ଦର୍ଶନ କରିବାକୁ ଆସନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ସମୟରେ ପୁରୀରେ ଦେଖିବାକୁ ମିଳିଥାଏ। କିନ୍ତୁ ଏ ମନ୍ଦିରର ଅଗଣିତ ଚମତ୍କାର ବିଷୟରେ କ'ଣ ଆପଣମାନେ ଜାଣିଛନ୍ତି? ଶ୍ରୀମନ୍ଦିରରେ ବି ଏମିତି ରହସ୍ୟମୟ ଘଟଣା ଘଟେ ଯାହାକୁ ବିଶ୍ୱାସ କରିବା ଅସମ୍ଭବ। ତାହେଲେ ଚାଲନ୍ତୁ ସେହି କାଳିଆ ଠାକୁର ଏବଂ ତାର ରହସ୍ୟ ବିଷୟରେ ଆଜି ଏ ଭିଡ଼ିଓରେ ଜାଣିବା। ଶ୍ରୀ ଜଗନ୍ନାଥ ମନ୍ଦିର ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ। ଶ୍ରୀକ୍ଷେତ୍ର ପୁରୀରେ ଏକ ଚମତ୍କାରିତା ହେଉଛି ସମୁଦ୍ରର ପବନ। ବିଜ୍ଞାନ ଦୃଷ୍ଟିକୋଣରୁ ଦେଖିଲେ ପବନ ଯେଉଁଆଡ଼ୁ ବହିଥାଏ ସାମ୍ନାରେ ଥିବା ଯେକୌଣସି ଜିନିଷ ସେହି ଦିଗକୁ ଉଡ଼େଇ ନେଇଥାଏ। କିନ୍ତୁ ଜଗନ୍ନାଥଙ୍କ ନେତ୍ର କ୍ଷେତ୍ରରେ ବ୍ୟତିକ୍ରମ ରହିଛି। ଆପଣ ଏହା ମହାପ୍ରଭୁଙ୍କ ଇଚ୍ଛା ଭାବିପାରନ୍ତି। ପବନ ଯେଉଁ ଦିଗକୁ ବହେ ନେତ୍ର ଠିକ୍ ତାର ଅପୋଜିଟ୍ ସାଇଡ୍ରେ ବହିଥାଏ, ଅର୍ଥାତ୍ ପ୍ରତିକୂଳବର୍ତ୍ତୀ ହୁଏ। ଏହା ପଛରେ ବୈଜ୍ଞାନିକ କାରଣ କ'ଣ ମାତ୍ର ଜଣାପଡ଼ିନାହିଁ। ସାଧାରଣତଃ ସମୁଦ୍ରର ପବନ ସମୁଦ୍ର ଆଡ଼ୁ ସ୍ଥଳ ଭାଗକୁ ଗତି କରିଥାଏ, କିନ୍ତୁ ଏଠାରେ ପବନ ଭାଗରୁ ସମୁଦ୍ର ଆଡ଼କୁ ଗତି କରିଥାଏ। ଶ୍ରୀମନ୍ଦିରର ଉପରେ ଲାଗିଥିବା ଶ୍ରୀ ସୁଦର୍ଶନ ଚକ୍ରକୁ ଆପଣ ପୁରୀରେ ଯେଉଁ ସ୍ଥାନରୁ ଠିଆ ହୋଇ ଦେଖିବେ ଆପଣଙ୍କୁ ସେ ସାମ୍ନାରେ ଥିଲା ଭଳି ଜଣାପଡ଼ିବ। ଏହାକୁ ନୀଳଚକ୍ର ମଧ୍ୟ କୁହାଯାଏ। ଏହାର ଅଷ୍ଟ ଧାତୁରେ ନିର୍ମିତ ହୋଇଥାଏ। ବିଶ୍ୱର ଏହା ଏକମାତ୍ର ମନ୍ଦିର ଯାହାର ଛାଇ କେବେ ବି ମନ୍ଦିରର ତଳକୁ ପଡ଼ିନଥାଏ ବା ପ୍ରତିଫଳିତ ହୋଇନଥାଏ। ଶ୍ରୀମନ୍ଦିରର ଉପର ଦେଇ କିମ୍ବା ଚତୁଃପାର୍ଶ୍ୱରେ କୌଣସି ପକ୍ଷୀ ଉଡ଼ନ୍ତି ନାହିଁ ଓ ଏହାର ଉପର ଦେଇ ବିମାନ ମଧ୍ୟ ଉଡ଼େ ନାହିଁ। ସମସ୍ତ ପୁରୀରେ ସମୁଦ୍ରର ଗର୍ଜନ ଶୁଭାଯାଉଥିବା ବେଳେ ସିଂହଦ୍ୱାରରେ ପ୍ରବେଶ କରିବା ମାତ୍ରେ ଏହା ଶବ୍ଦ ଶୁଭାଯାଇନଥାଏ। ଆଶ୍ଚର୍ଯ୍ୟର କଥା, ଏହି ମହାପ୍ରସାଦ ଯେତେବେଳେ ଲୋକମାନେ ଖାଇଥାନ୍ତି ଏହି ମହାପ୍ରସାଦକୁ 7ଟି ମାଟି ପାତ୍ରରେ ଗୋଟିଏ ପରେ ଗୋଟିଏ ରଖି ପ୍ରସ୍ତୁତି କରାଯାଏ ଏବଂ ଆଶ୍ଚର୍ଯ୍ୟର କଥା ଉପରରେ ଥିବା ମାଟି ପାତ୍ରଟି ପ୍ରଥମେ ହୋଇଥାଏ, ତାପରେ ତଳକୁ ତଳ ପାତ୍ରଗୁଡ଼ିକୁ ଖାଦ୍ୟ ପ୍ରସ୍ତୁତି ହୋଇଥାଏ। ପୁରୀରେ ଥିବା ବାନା ସବୁଦିନ ବଦଳାଯାଏ। ଯଦି ଭୁଲରେ ଗୋଟେ ଦିନ ଏହା ବଦଳା ଯାଇନଥାଏ ଏହି ମନ୍ଦିରକୁ 18 ବର୍ଷ ପର୍ଯ୍ୟନ୍ତ ବନ୍ଦ ହେବାକୁ ପଡ଼ିବ। ଏହି ଭିଡ଼ିଓରେ ଆପଣମାନେ ଜାଣିଲେ ଏହି ମହାପ୍ରଭୁ ଜଗନ୍ନାଥଙ୍କର ଗୁପ୍ତ ରହସ୍ୟ। ଯଦି ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିନେବେ। ଜୟ ଜଗନ୍ନାଥ।